नृपति पृथ्वी शृगाल कृषक दिन राति कृषि करी कृषक पाड़ू अछि एही जगत जाक शृगाल विचार वृथा न कर गृह विवाद को बड़ कहार। शुभ सकाळ पिला माने आजर क्लास को आपण मानको स्वागत करूची। आजर क्लास रे आमे पढिबा ऋकार जोग। यार पूर्व क्लास रे आमे पढिथिले दीर्घ उकार जोग। समस्तଙ୍କର मन अछि चालदु थरे पुनरावृत्ति करिनबा। ए कोन दीर्घ उ यार चिन्ह किपरि थिला ए परि थिला ताकू अक्षर कोठी दिया जाउथिला क तळे दिया जाउथिला दीर्घ क दीर्घ कु एही परि आमे पढुथिले आउ सबु शब्द रे दीर्घकार जोग करी लिखिथिले। आजिर क्लास रे आमे पढिबा ऋकार जोग। कोन पढिबा ऋकार जोग। ऋ मन अछि आमे जेतले पढिथिले स्वर वर्ण सेतेबेले ऋ पढिथिले एपरि गोटिए पुडा दे लिखा जाय ऋकार जोग। ऋकार जोगर चिन्ह किपरि एही परि कोठी दिया जाए ये होची ऋ तार चिन्ह एही परि अक्षरर तळे दिया जाए क ऋकार कृ। सबु अक्षर रे जोग करी लिखिबा क युक्त ऋ समान कृ ह युक्त ऋ समान कृ ग ऋकार गृ घ ऋकार गृ च ऋकार चृ छ ऋकार श्रु ज ऋकार जृ झ ऋकार जृ त ऋकार टृ ठ ऋकार क्षु द ऋकार गृ ध ऋकार गृ ण ऋकार णृ त ऋकार तृ थ ऋकार थृ द ऋकार दृ ध ऋकार ध्रु न ऋकार नृ प ऋकार पृ फ ऋकार फ्रु भ ऋकार भ्रु भ ऋकार भ्रु म ऋकार मृ ज ऋकार जृ र ऋकार ऋ ळ ऋकार ऋ तालवेश ऋकार श्रु मूर्धन्यस ऋकार श्रु दंतस ऋकार श्रु ह ऋकार ऋ। सबु अक्षर रे ऋकार जोग करी लिखिले। एबे चलंतु शब्द लिखिबा। किपरि उच्चारण होछि कृ क्षु गृ घृ चृ एही परि उच्चारण होछि। तृण त ऋकार तृण तृण अर्थ हेछि घास
ମୃଗ ମ ରୁକାର ମୃଗ 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 ଅର୍ଥ ହେଉଛି ହରିଣ। ବୃଷ ବ ରୁକାର ବୃ ମୂର୍ଧନେଶ ବୃଷ ବୃଷ ଅର୍ଥ ହେଉଛି ଷଣ୍ଢ। ବୃଷର ଆଉ ଗୋଟିଏ ଅର୍ଥ କଣ ହେବ? ରାଶି ଚକ୍ରର ଦ୍ୱିତୀୟ ରାଶିକୁ ବୃଷ କୁହାଯାଏ। କୁହାଯାଏନି ତୋର କୋଉ ରାଶି? ବୃଷ ମୀନ ଏହିପରି ଯୋଉ ରାଶି ଚକ୍ର ଅଛି ତାର ଦ୍ୱିତୀୟ ରାଶି ଚକ୍ରକୁ ବୃଷ କୁହାଯାଏ। ଗୃହ ଗ ରୁକାର ଗୃ ହ ଗୃହର ଅର୍ଥ ହେଉଛି ଘର ବା ବାସସ୍ଥାନ। ଘୃତ ଘ ରୁକାର ଘୃ ତ ଘୃତ ଘୃତର ଅର୍ଥ ହେଉଛି ଘିଅ। ବୃଥା ବ ରୁକାର ବୃ ଥ ଆକାର ଥା ବୃଥା ବୃଥା ବୃଥାର ଅର୍ଥ ହେଉଛି ଅଯଥା ମିଛରେ ଅକାରଣ କିଛି କାମ ନାହିଁ ଯୋଉଟା ମିଛରେ କୁହାଯାଏ ସେଟାକୁ ଆମେ ବୃଥା କହିଥାଉ। ବୃଥାର ଅର୍ଥ ହେଉଛି ଅକାରଣ। ତୃଷା ତୃଷା କିପରି ହେବ? ତରେ ରୁକାର ଦେଲେ ତୃ ସା ମୂର୍ଧନେଶ ଆକାର ତୃଷା ତୃଷାର ଅର୍ଥ ହେଉଛି ଶୋଷ ଲାଗିବା ପାଣି ପିଇବାର ଇଚ୍ଛାକୁ ତୃଷା କୁହାଯାଏ। ଆଉ ଗୋଟେ ତୃଷାର ଅର୍ଥ କଣ ହେବ? ପିପାସା ମାନେ କାହାର କୋଉ କାମ କରିବାକୁ ଇଚ୍ଛା ହେଲେ ତାକୁ ବି ତୃଷା କୁହାଯାଇ ପାରିବ। କୃଷି କ ରୁକାର କୃ ସି ମୂର୍ଧନେଶ ହର୍ଷଇ କୃଷି କୃଷିର ଅର୍ଥ ହେଉଛି ଚାଷ କାମ। ନୃପତି ନ ରୁକାର ନୃ ପ ତ ହର୍ଷଇ ତି ନୃପତି ନୃପତି ମାନେ ରାଜା। ପୃଥିବୀ ପ ରୁକାର ପୃ ଥ ହର୍ଷଇ ଥି ବ ଦୀର୍ଘଇ ବି ପୃଥିବୀ ପୃଥିବୀର ଅର୍ଥ ହେଉଛି ଧରିତ୍ରୀ ଭୂମି ଆଉ ସୌର ଜଗତର ଗୋଟିଏ ଗ୍ରହ ଯୋଉଠି ଆମେ ମାନେ ସବୁ ରହୁଛେ ସେ ହଉଛି କଣ? ପୃଥିବୀ। ଶୃଗାଳ ତାଲବେଶ ରୁକାର ଶୃ ଗ ଆକାର ଗା ଳ ଶୃଗାଳ ଶୃଗାଳର ଅର୍ଥ ହେଉଛି ବିଲୁଆ। ବିଲୁଆ ଏକ ପ୍ରକାରର ପଶୁ ତାକୁ ଶିଆଳ ବି କୁହାଯାଏ। କୃଷକ କ ରୁକାର କୃ ସ କ କୃଷକ କୃଷକର ଅର୍ଥ ହେଉଛି କଣ? ଯିଏ ଚାଷ କାମ କରେ ଯିଏ କ୍ଷେତରେ କାମ କରେ ଆଉ ଆମକୁ ଖାଇବା ଯୋଗେଇଥାଏ ତାକୁ ଆମେ କଣ କହୁ? କୃଷକ। ବୃଷଭାନୁ ବ ରୁକାର ବୃ ମୂର୍ଧନେଶ ବୃଷ ଭ ଆକାରେ ଭା ନ ହର୍ଷଉ ନୁ ବୃଷଭାନୁ 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 ଗୋଟେ ନାଁ ରୂପରେ ଆମେ ୟାକୁ ବ୍ୟବହାର କରିଥାଉ। ଯେପରି ସମସ୍ତଙ୍କର ନାମ ହେଉଛି ରାମ ଶ୍ୟାମ ଯଦୁ ସେହିପରି ବୃଷଭାନୁ ଗୋଟିଏ ନାମ। କୃଷିକାରୀ କ ରୁକାର କୃ ମୂର୍ଧନେଶ ହର୍ଷଇ କୃଷି କ ଆକାରେ କା ର ଦୀର୍ଘଇ ରି କୃଷିକାରୀ କୃଷିକାରୀ ଯୋଉମାନେ ଚାଷ କାମ କରନ୍ତି ସେମାନଙ୍କୁ ହିଁ କୃଷିକାରୀ କୁହାଯାଏ। ଜତୁଗୃହ ଜ ତ ହର୍ଷଉ ତୁ ଗୃହ ଗ ରୁକାର ଗୃ ହ ଜତୁଗୃହ ଜତୁଗୃହର ଅର୍ଥ ହେଉଛି ଜଉର ଘର। ଜଉ ଏକ ପ୍ରକାରର ଜ୍ୱଳନଶୀଳ ପଦାର୍ଥ ଯୋଉଥିରେ ନିଆଁ ଲାଗି ଯାଇଥାଏ। ଜତୁଗୃହ ଅର୍ଥ ହେଉଛି ଜଉ ଘର। ଅଧିକୃତ ଅ ଧି କ ରୁକାର କୃ ତ ଅଧିକୃତ ଅଧିକୃତର ଅର୍ଥ ହେଉଛି ଅଧିକାର କରାଯାଇଥିବା ନିଜ ବୁଦ୍ଧି ବଳରେ କି ଯୋଗ୍ୟତା ବଳରେ କ୍ଷମତା ବଳରେ ଆମେ ଅଧିକାର କରିଥିବା ଜିନିଷକୁ ଅଧିକୃତ କୁହାଯାଏ।
ପିଲାମାନେ ଆମେ ସବୁ ଅକ୍ଷରରେ ରୁକାର ଯୋଗ କରି ଲେଖିଲେ, ତାର ଅର୍ଥ ଜାଣିଲେ, ତାକୁ ଉଚ୍ଚାରଣ କଲେ। ଏବେ ଚାଲନ୍ତୁ ପୁଣି ଥରେ ପଢି ନବା। ତୃଣ, ମୃଗ, ବୃଷ, ଗୃହ, ଘୃତ, ବୃଥା, କୃଷା, କୃଷି। ରୁକାର ଯୋଗ କଲେ କିପରି ଉଚ୍ଚାରଣ ହଉଛି? ରୁ, କୃ, ଏହିପରି। ନରେ ରୁକାର ଦିଆଯାଇଛି ନୃ, ନୃପତି, ନୃପତି। ପରେ ରୁକାର ଦିଆଯାଇଛି ପୃଥିବୀ, ନୃପତି, ପୃଥିବୀ, ଶୃଗାଳ, କୃଷକ, ବୃଷଭାନୁ, କୃଷିକାରୀ, ଜତୁଗୃହ, ଅଧିକୃତ। ପଢି ସାରିଲେ ଏବେ ଚାଲନ୍ତୁ କିଛି ସୁନ୍ଦର ସୁନ୍ଦର ବାକ୍ୟ ଲେଖିବା ଆଉ ତାକୁ ପଢିବା। ଦିନ ରାତି କୃଷି କରି କୃଷକ ପାଳୁଅଛି ଏହି ଜଗତ ଯାକ। ଶୃଗାଳ ବିଚାର ବୃଥା ନ କର, ଗୃହ ବିବାଦକୁ ବଳ କାହାର। ମୃଗ ତୃଣ ଖାଇ ବୁଲଇ ବନ, ବାଘ ବିନାଶଇ ତାର ଜୀବନ। ସୁନ୍ଦର ସୁନ୍ଦର ବାକ୍ୟ ନା, ଚାଲନ୍ତୁ ଲେଖିବା। ଦ ହର୍ଷଇକାର ଦିନ, ଦିନ ରାତି, ଦିନ ରାତି କୃଷି, କରୁକାର କୃ, ମୂର୍ଧନ୍ୟ ସ ହର୍ଷଇ ସି, କୃଷି କରି, କୃଷକ, କରୁକାର କୃ, ସ, କ। ଏସବୁ ବାକ୍ୟରେ ରୁକାରର ଯୋଗ ହେଉଛି କୃଷକ, କୃଷି। ଏଠି ଦିନ ରାତି କୃଷି କରି କୃଷକ ପାଳୁଅଛି ଏହି ଜଗତ ଯାକ। ପା, ଳ ହର୍ଷଉ ଳୁ, ଅଛି, ଏହି, ଏ ହ ହର୍ଷଇ ହି, ଏହି ଜଗତ ଯାକ। ଜ, ଗ, ତ, ଯାକ, ଜ ଆକାରେ ଯା, କ। ଦିନ ରାତି କୃଷି କରି କୃଷକ ପାଳୁଅଛି ଏହି ଜଗତ ଯାକ। ତାପରେ ବାକ୍ୟ ଲେଖିବା। ଶୃଗାଳ ବିଚାର ବୃଥା ନ କର, ଶୃ, ଗ ଆକାରେ ଗା, ଳ, ଶୃଗାଳ ବିଚାର, ରୁକାର ବୃ, ଥ ଆକାରେ ଥା, ବୃଥା ନ କର, ଗୃହ ବିବାଦକୁ ବଳ କାହାର। ଗୃହ, ଗ ରୁକାର ଗୃ, ହ, ଗୃହ, ବ ହର୍ଷଇ ବି, ବ ଆକାରେ ବା, ଦ, ଗୃହ ବିବାଦ କୁ, କ ହର୍ଷଉ କୁ, ବଳ କାହାର। ବଳ ର। ଶୃଗାଳ ବିଚାର ବୃଥା ନ କର, ଗୃହ ବିବାଦକୁ ବଳ କାହାର। ତାପରେ ବାକ୍ୟ। ମୃଗ ତୃଣ ଖାଇ ବୁଲଇ ବନ, ମୃଗ, ମ ରୁକାର ମୃ, ଗ, ମୃଗ, ତୃଣ, ତ ରୁକାର ତୃ, ଣ, ତୃଣ, ଖାଇ, ବୁଲଇ ବନ, ବ ହର୍ଷଉ ବୁ, ଲ, ଇ, ବନ, ବ, ନ। ମୃଗ ତୃଣ ଖାଇ ବୁଲଇ ବନ, ବାଘ ବିନାଶଇ ତାର ଜୀବନ। ବାଘ, ବିନାଶଇ, ବି, ନା, ସ, ଇ, ବିନାଶଇ ତାର ଜୀବନ। ତାର, ଜ ଦୀର୍ଘଇ ଜି, ବ, ନ। ଦିନ ରାତି କୃଷି କରି କୃଷକ, ଦିନ ରାତି, ଦିନ ରାତି କୃଷି କରି କୃଷକ। ଯିଏ ଚାଷ କାମ କରେ, ଜମିରେ କାମ କରେ, ସିଏ ବହୁତ ପରିଶ୍ରମ କାମ କରିକି ଫସଲ ଫଳେଇଥାଏ। ଆଉ ସେଇ ଫସଲକୁ ଆମେ ସମସ୍ତେ ଖାଇଥାଉ। ଟଙ୍କା ପଇସା କେହି ଖାଆନ୍ତି କି? ଟଙ୍କା ପଇସା ବଦଳରେ ଆମେ କଣ ଖାଉ? ବିଭିନ୍ନ ପ୍ରକାର ଖାଦ୍ୟ ଶସ୍ୟ ଖାଇଥାଉ, ଫଳ ପନିପରିବା ସବୁ ଖାଇଥାଉ। ଏଇ ସବୁ କିଏ ତିଆରି କରୁଛି?
ଚାଷ କାମ ଯିଏ କରୁଛି ସିଏ ତିଆରି କରୁଛି କୃଷକ। ଦିନ ରାତି କୃଷି କରି କୃଷକ। କୃଷି କାମ ବହୁତ ପରିଶ୍ରମର କାମ, ସେଇଥିପାଇଁ ଲେଖା ଯାଇଛି ଦିନ ରାତି। ସେ ସଦାବେଳେ ପରିଶ୍ରମ କରେ, ଦିନରେ ବି ଆଉ ରାତିରେ ବି। ରାତିରେ ଯଦି ଫସଲ କିଏ ଖାଇଯିବ ତାହେଲେ କୃଷକ କ'ଣ ଜଗିବାକୁ ଯିବ, ତ ଦିନ ବେଳେ ପରିଶ୍ରମ କରିଲେ ପୁଣି ରାତିରେ ବି ପରିଶ୍ରମ କରିଲା। ସେଇଥିପାଇଁ ଦିନ ରାତି କୃଷି କରି କୃଷକ। କୃଷକ ଦିନ ରାତି କୃଷି କରି ଚାଷ କାମ କରି ପାଳୁଅଛି ଏହି ଜଗତ ଯାକ। ପାଳୁଅଛି ପାଳନ କରୁଛି ଏହି ଜଗତ ଯାକ। ଏଇ ପୃଥିବୀରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କୁ ଖାଇବା ଯୋଗଉଛି କିଏ? କୃଷକ, ଯିଏ ଚାଷ କାମ କରୁଛି। ଦିନ ରାତି ବୁଝିଲ, କୃଷି ଅର୍ଥ ଚାଷ କାମ, କୃଷକ ମାନେ ଯିଏ ଚାଷ କାମ କରେ। ଦିନ ରାତି ପରିଶ୍ରମ କରିକି କୃଷକ ଚାଷ କାମ କରିକି ଆମକୁ ଖାଇବା ଯୋଗେଇଥାଏ। ଶୃଗାଳ ବିଚାର ବୃଥା ନ କର, ଗୃହ ବିବାଦକୁ ବଳ କାହାର। ଶୃଗାଳ ବିଚାର, ଶୃଗାଳ ବିଚାର ମାନେ କ'ଣ? ଶୃଗାଳ ହଉଛି ଗୋଟେ ଚତୁର ଜୀବ ବୋଲି କୁହାଯାଏ। ତ ସିଏ ନିଜର ସଦାବେଳେ କିପରି ଭଲ ହେବ ସେହିପରି ବିଚାର କରିଥାଏ, ସେହିପରି କୁହାଯାଏ ନିଜର ସଦାବେଳେ ସ୍ୱାର୍ଥ ଦେଖିଥାଏ। ତ ଶୃଗାଳ ବିଚାର ବୃଥା ନ କର, ନିଜର ସ୍ୱାର୍ଥ ସଦାବେଳେ ଦେଖ ନାହିଁ। ଶୃଗାଳ ବିଚାର ବୃଥା ନ କର, ଅଯଥାରେ ଶୃଗାଳ ପରି ବିଚାର କର ନାହିଁ। ଗୃହ ବିବାଦକୁ ବଳ କାହାର। ଗୃହ ବିବାଦ, ଗୃହ ମାନେ ଘର, ବିବାଦ ମାନେ କଳି। ଗୃହ ବିବାଦକୁ ବଳ କାହାର। ଘର ଭିତରେ ଝଗଡ଼ା ଲାଗିଲେ କିଏ ପାରିପାରିବ? କେହି ପାରିପାରିବେ ନାହିଁ। ଗୋଟିଏ ଘରେ ସମସ୍ତେ ମିଳିମିଶି ରହିଲେ ସୁଖ ଶାନ୍ତିରେ ଘର ଚାଲିଥାଏ। ଯଦି ଘର ଭିତରେ ସମସ୍ତେ ଅଲଗା ଅଲଗା ଝଗଡ଼ା ଲାଗିବେ ତାହେଲେ ସେ ଘରରେ ଶାନ୍ତି ରୁହେ ନାହିଁ, ଅଶାନ୍ତି ଆସିଯାଏ। ସେଥିପାଇଁ କୁହାଯାଇଛି ଗୃହ ବିବାଦକୁ ବଳ କାହାର। ଘର କଳିକୁ କେହି ପାରନ୍ତି ନାହିଁ। ମୃଗ ତୃଣ ଖାଇ ବୁଲଇ ବନ। ମୃଗ, ମୃଗର ଅର୍ଥ ହେଉଛି ହରିଣ। ତୃଣ, ତୃଣ ମାନେ ଘାସ। ଖାଇ ବୁଲଇ ବନ, ମୃଗ ସାଧାରଣତଃ କ'ଣ ଖାଇଥାଏ? ଘାସ ଖାଇଥାଏ। ସେ ଘାସ ଖାଇକି ବନ ସାରା ବୁଲିଥାଏ, ବିଚରଣ କରିଥାଏ। ବାଘ ବିନାଶଇ ତାର ଜୀବନ। ବାଘ, ବାଘ ବି ଗୋଟିଏ ପଶୁ। ବାଘ ବିନାଶଇ, ବାଘ ବିନାଶଇ ମାନେ ମାରିଦିଏ, ନଷ୍ଟ କରିଦିଏ। ତାର ଜୀବନ, ତା ଜୀବନକୁ କିଏ ନଷ୍ଟ କରିଦିଏ? ବାଘ। ବାଘ ବିନାଶଇ ତାର ଜୀବନ। ବାକ୍ୟ ଗୁଡ଼ିକୁ ପଢିଲେ ତାର ଅର୍ଥ ବୁଝିଲେ ପୁଣି ଥରେ ପଢି ନେବା ଚାଲନ୍ତୁ। ଦିନ ରାତି କୃଷି କରି କୃଷକ, ପାଳୁଅଛି ଏହି ଜଗତ ଯାକ। ଶୃଗାଳ ବିଚାର ବୃଥା ନ କର, ଗୃହ ବିବାଦକୁ ବଳ କାହାର। ମୃଗ ତୃଣ ଖାଇ ବୁଲଇ ବନ, ବାଘ ବିନାଶଇ ତାର ଜୀବନ। ପିଲାମାନେ ଆଜିର କ୍ଲାସରେ ଆମେ ପଢିଲେ ଋକାର ଯୋଗ। ଋକାର ଯୋଗ କରି କିପରି ଅକ୍ଷରରେ ଲେଖାଯାଏ ଆଉ ଉଚ୍ଚାରଣ କରାଯାଏ, ଶବ୍ଦ କିପରି ତିଆରି କରାଯାଏ, ସୁନ୍ଦର ସୁନ୍ଦର ବାକ୍ୟ କିପରି ଲେଖାଯାଏ ସବୁ ଲେଖିଲେ, ପଢିଲେ, ତାର ଅର୍ଥ ବୁଝିବାକୁ ଚେଷ୍ଟା କରିଲେ। ଆଜିର କ୍ଲାସଟାକୁ ଏଇଠି ରଖୁଛି।